2024 ଇଗ୍ନୋ ବିଇଡି ଆସିଯାଇଅଛି। ତା ଡିଟେଲ୍ ଡିସ୍କସନ୍ କରିବା। ଏଇଟା ହେଉଛି ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପେନ୍ ୟୁନିଭର୍ସିଟି ତରଫରୁ ଇଗ୍ନୋ ବିଇଡି। ପ୍ରଥମେ ଦେଖିବା କେଉଁମାନେ ଏଇ ବିଇଡିକୁ ଆବେଦନ କରିପାରିବେ। ଇଲିଜିବିଲିଟି କ୍ରାଇଟେରିଆ ବ୍ୟାଚଲର ଅଫ୍ ଏଜୁକେସନ୍ ପ୍ରୋଗ୍ରାମ୍ ବିଇଡିର ଫୁଲ୍ ଫର୍ମ ହେଉଛି। ପ୍ରଥମେ ବ୍ୟାଚଲର ଡିଗ୍ରୀ କରିଥିବା ଦରକାର, +3 ପାସ୍ କରିଥିବା ଦରକାର ଏବଂ ତା ସହିତ +CT ପାସ୍ କରିଥିଲେ ଏଇ ବିଇଡିକୁ ଆବେଦନ କରିପାରିବେ। ଏରେ ସବୁ ଡିଟେଲ୍ ମେନସନ୍ ହେଇଛି। ଆଟଲିଷ୍ଟ 50% ରଖିଥିବା ଦରକାର +3ରେ। ଯେଉଁମାନେ ଟେକ୍ନୋଲୋଜି ୱିଥ୍ ସ୍ପେଶାଲାଇଜେସନ୍ ଇନ୍ ସାଇନ୍ସ ମ୍ୟାଥମେଟିକ୍ସ ୱିଥ୍ 55% ରଖିଥିବା ଦରକାର। ଏଇ ଇଗ୍ନୋ ବିଇଡି ହେଉଛି ODL ମୋଡ଼୍ରେ, ଅର୍ଥାତ ଓପେନ୍ ଡିଷ୍ଟାନ୍ସ ଲର୍ଣ୍ଣିଂ ମୋଡ଼୍ରେ ଏଇ ବିଇଡି ଏଠି ମେନସନ୍ ହେଇଛି। ପ୍ରଥମେ +3 ପାସ୍ କରିଥିବା ଦରକାର ଏବଂ ଏରେ ଏଲିମେଣ୍ଟାରୀ ଏଜୁକେସନ୍, କିନ୍ତୁ ଫେସ୍ ଟୁ ଫେସ୍ ମୋଡ୍ କରିଥିବା ଦରକାର, ରେଗୁଲାର ମୋଡ଼୍ରେ କରିଥିବା ଦରକାର ଏବଂ NCTE ଆପ୍ରୁଭାଲ୍ କରିଥିବା ଦରକାର। ସେହି ଜାଗାରେ ସିଟି କରିଥିଲେ ହିଁ ଏଇ ବିଇଡିକୁ ଆବେଦନ କରିପାରିବେ। ପ୍ରଥମେ +3 ପାସ୍ କରିଥିବା ଦରକାର, 50% ରଖିଥିବା ଦରକାର ଏବଂ ତା ସହିତ ସିଟି ମଧ୍ୟ ରେଗୁଲାର ସିଟି କରିଥିଲେ ଏଇ ବିଇଡିକୁ ଆବେଦନ କରିପାରିବେ। ଜାଣିପାରିଲେ ଡିଟେଲ୍। ନେକ୍ସଟ 5% ST SC PW ମାନଙ୍କର ପାଇଁ ତାଙ୍କର ମଧ୍ୟ ରିଜର୍ଭେସନ୍ ଅଛି। ବୟସ ଦେଖିବା। ବୟସ ହେଉଛି there is no age bar for admission into the program of the university। ବୟସ କିଛି ମେନସନ୍ କରାଯାଇନାହିଁ। এটা হচ্ছে ব্যাচেলর অফ এজুকেশন প্রোগ্রাম বিইডি। ରେଜିଷ୍ଟ୍ରେସନ୍ ଦେଖିବା। ରେଜିଷ୍ଟ୍ରେସନ୍ ହେଉଛି ଏଇଟା ହେଉଛି ଇଗ୍ନୋର ୱେବସାଇଟ୍। ଆପଣମାନେ ଗୁଗୁଲ୍ କିମ୍ବା କ୍ରୋମ୍କୁ ଯାଇକି ମଧ୍ୟ ଆପଣମାନେ ସର୍ଚ୍ଚ କରିପାରିବେ www.igno.ac.in। 29/1/2024ରୁ ଆବେଦନ ଷ୍ଟାର୍ଟ ହେଉଛି। ଅନଲାଇନ୍ରେ ହେବ। ଏକ୍ଜାମ୍ ଫି ଦେଖିବା। ଏକ୍ଜାମ୍ ଫି ମାତ୍ର 1000 ଟଙ୍କା ଦରକାର ହେବ। ଏଇଟା ଆପଣମାନେ ଫୋନ୍ପେ ନେଟ୍ ବ୍ୟାଙ୍କିଂ ଆପଣମାନେ ଟ୍ରାଞ୍ଜାକ୍ସନ୍ କରିପାରିବେ। ଏଇଠି ତା'ର ୱେବସାଇଟ୍। ଏଇଠି ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା। ଇମ୍ପୋର୍ଟାଣ୍ଟ ଡେଟ୍ ହେଉଛି 29। ଏଇଟା ହେଉଛି ଆଭେଲେବିଲିଟି ଅଫ୍ ଇନଫର୍ମେସନ୍ ତା'ର ବୁଲେଟିନ୍ର 29/1/2024। ଅନଲାଇନ୍ ସବମିଶନ୍ ଅଫ୍ ଆପ୍ଲିକେସନ୍ ଫର୍ମ 29/1/2024। ଲାଷ୍ଟ ଡେଟ୍ ହେଉଛି 27/2/2024। ଏକ୍ଜାମ୍ ହେବ 2 ଘଣ୍ଟା। ଯଦି ଆପଣଙ୍କର ଯାହା ବି ଯଦି ଡାଉଟ୍ ଏଇ ନମ୍ବରରେ ଫୋନ୍ କରିପାରିବେ। ଏଇ ନମ୍ବରରେ ଯାହା ବି ଯେକୌଣସି ଆପଣଙ୍କ ପ୍ରୋବ୍ଲେମ୍ ଫେସ୍ କରିବେ ଆପଣମାନେ ଏଇ ନମ୍ବରରେ ଫୋନ୍ କରିପାରିବେ। ଏଇଟା ହେଉଛି ଇଗ୍ନୋ ତରଫରୁ ବିଇଡି ଆସିଗଲା। ଯେଉଁମାନେ +3 ୱିଥ୍ ସିଟି କରିଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ ଡିଷ୍ଟାନ୍ସ ମୋଡ଼୍ରେ ବିଇଡି କରିବା ପାଇଁ। ଆଗକୁ ଷ୍ଟେଟ୍ ବିଇଡି ମଧ୍ୟ ଆସିବ, ତାହା ମୁଁ ଅପଡ଼େଟ୍ ଦେବି। ଯଦି ଆପଣମାନେ ଇନଫର୍ମେସନ୍ ଠିକ୍ରେ ପାଇଥିବେ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ରହିଲି, ଥ୍ୟାଙ୍କ ୟୁ।